ଆମେ ଆଲୋଚନା କରିବା ମାତୃ ରଚନାବଳୀ ଭାଗ 10 ଜ୍ଞାନ 255। ପ୍ରଭୁ ଲେଖୁଛନ୍ତି, ମନୁଷ୍ୟମାନେ ଆପଣାର ଗୁଣ ଗୁଡାକୁ ଯେପରି ଭାବରେ ଦେଖାଇ ହେବାରେ ଲାଗିଥାନ୍ତି, ତୁମେ ସେଥିରେ ଆଦୌ ଫାନ୍ଦରେ ପଡ଼ିଯିବ ନାହିଁ। ସେମାନଙ୍କର ଦୃଶ୍ୟମାନ ଅଥବା ଗୁପ୍ତ ପାପାଚରଣରେ ମଧ୍ୟ କଦାପି ବିରକ୍ତି ପ୍ରକାଶ କରିବ ନାହିଁ। ମନୁଷ୍ୟ ଜାତିର ଏକ ଦୀର୍ଘ ପରିବର୍ତ୍ତନ କାଳ ମଧ୍ୟରେ ଏହି ସବୁ ବୈଚିତ୍ର୍ୟର ଅବଶ୍ୟ ଏକ ପ୍ରୟୋଜନ ରହିଛି। ମାନେ ବ୍ୟବହାରିକ ଦିଗରେ ଆମେ ଯାହା କରୁ ତାହାକୁ ମଧ୍ୟ ପ୍ରଭୁ ଆମ ପାଖରେ ସରଳ ଭାବରେ କହୁଛନ୍ତି। କହିଲେ ଯେ ମନୁଷ୍ୟମାନେ ଆପଣାର ଗୁଣ ଗୁଡାକୁ ଯେପରି ଭାବରେ ଦେଖାଇ ହେବାରେ ଲାଗିଥାନ୍ତି। ସାଧାରଣତଃ ମଣିଷମାନେ ମନ ଯେବେଠାରୁ ପାଇଲେ, ମଣିଷ ହେଇଗଲେ, ଯୋଉ ସତ୍ତା ମାନେ ଏପର୍ଯ୍ୟନ୍ତ ମନ ପୂର୍ଣ୍ଣ ଭାବରେ ବିକଶିତ, ପୂର୍ଣ୍ଣ ଭାବରେ ବି ହଉ ବା ନ ହଉ, ମନ ବିକଶିତ ହିଁ ନାହିଁ। ପ୍ରାଣୀ ମାନେ ବା ପଶୁମାନେ ଯୋଉମାନେ ପ୍ରାଣର ଗତିସ୍ପନ୍ଦନ ଦ୍ୱାରା ଏବେ ବି ପ୍ରବୃତ୍ତି ଦ୍ୱାରା ପରିଚାଳିତ ହଉଛନ୍ତି, ସେମାନଙ୍କ ଭିତରେ ଯେହେତୁ ମନ ଆକ୍ଟିଭ ଏତେ ମାତ୍ରାରେ ହେଇନାହିଁ, ତେଣୁ ପ୍ରକୃତି ଦ୍ୱାରା ସେମାନେ ପରିଚାଳିତ ହଉଛନ୍ତି। ତେଣୁ ସେମାନଙ୍କର ଯାହା ସେମାନେ ସେଇଭଳି ଭାବରେ ପରିପ୍ରକାଶ କରନ୍ତି ନିଜକୁ। ଏବଂ ଯେଉଁ ଗୃହପାଳିତ ପଶୁମାନେ ମଣିଷ ମାନଙ୍କ ସଂସ୍ପର୍ଶରେ ଆସନ୍ତି, ସେମାନଙ୍କ ଭିତରେ ତାଙ୍କର ସେଇ ପ୍ରବୃତ୍ତିକୁ ବା ପ୍ରକୃତିର ଯୋଉ ସ୍ପନ୍ଦନ ତାଙ୍କ ଭିତରେ ଆସେ, ତାକୁ ସେମାନେ ଅନେକ ସମୟରେ ବୁଝି ପାରନ୍ତି ନାହିଁ, ହରେଇ ବସନ୍ତି କହିଲେ ଚଳେ। ଯେତେବେଳେ ମନ ଆସି ପହଞ୍ଚିଲା, ମନ ବାହ୍ୟ ପରିବେଶ ପରିସ୍ଥିତିକୁ ଦେଖି ନିଜକୁ ସେ କଣ କଲା, କେତେ ଗୁଡାଏ ପରିବର୍ତ୍ତନ କଲା, ଯଦ୍ୱାରା ସିଏ ଅନ୍ୟମାନଙ୍କ ପାଖରେ ଭଲ ବୋଲି ଦେଖେଇ ହେଇପାରିବ। ନିଜର ମନ୍ଦ ପ୍ରବୃତ୍ତିକୁ, ନିଜର ଅସାମର୍ଥ୍ୟକୁ ସେ ଲୁଚେଇବାକୁ ଚେଷ୍ଟା କରେ। ଏବଂ ଅଧିକାଂଶ ବ୍ୟକ୍ତି ଥାନ୍ତି ଯୋଉମାନେ କି ପରିବର୍ତ୍ତନ ବିମୁଖ, ଯୋଉମାନେ କି ନିଜକୁ ଅଗ୍ରଗତି କରିବା ପାଇଁ, ନିଜର ଗତିବୃତ୍ତିକୁ ଚିହ୍ନିବା, ନିଜର ଅସାମର୍ଥ୍ୟତାକୁ ଚିହ୍ନିବା, ଏ ପ୍ରକାର ଆବଶ୍ୟକତା ଅନୁଭବ କରନ୍ତି ନାହିଁ। ସେମାନଙ୍କୁ ଆପଣ ଯେତେବେଳେ କିଛି କହିବେ, ସେମାନେ ତାକୁ ଭଲରେ ଗ୍ରହଣ ନ କରି ଆପଣଙ୍କ ଉପରେ ବିରକ୍ତି ପ୍ରକାଶ କରନ୍ତି, ଆପଣଙ୍କ ବିରୁଦ୍ଧରେ ସ୍ଲୋଗାନ ଦିଅନ୍ତି, ଆପଣଙ୍କ ବିରୁଦ୍ଧରେ ଶତ୍ରୁ ରୂପେ ଠିଆ ହୋଇପାରନ୍ତି। ସେ ପ୍ରକାର ବ୍ୟକ୍ତି ସେମାନେ ସବୁବେଳେ ଚାହାନ୍ତି ଅନ୍ୟମାନଙ୍କ ପାଖରେ ନିଜର ଏକ ସଫା ସୁତୁରା ବ୍ୟକ୍ତିତ୍ୱ ପ୍ରତିଷ୍ଠିତ କରିବା ପାଇଁ। ସେଥିପାଇଁ କଣ କରନ୍ତି, ତାଙ୍କ ଭିତରେ ଥିବା ଦୁର୍ବଳତା, ଅସାମର୍ଥ୍ୟ, ପାପ ଆଚରଣ ଗୁଡିକ, ଯୋଉଗୁଡା କି ପାପ ବୋଲି ଆଖ୍ୟା ଦିଆଯାଏ, ଇଏ ଗୁଡାକୁ ସେମାନେ କଣ କରନ୍ତି, ଲୁଚେଇ ରଖନ୍ତି, ପ୍ରକାଶ କରନ୍ତି ନାହିଁ। ତେଣୁ ଏଠି ପ୍ରଭୁ ଯୋଉମାନେ ସାଧନା କରୁଛନ୍ତି ସେମାନଙ୍କୁ ସ୍ପଷ୍ଟ କରୁଛନ୍ତି, ସଚେତନ କରିଦଉଛନ୍ତି ଯେ ମନୁଷ୍ୟ ମାନଙ୍କର ଯୋଉ ଗୁଣ ଗୁଡାକ ବାହାରକୁ ଦେଖାଯାଉଛି, ସେଥିରେ ତମେ ଭଳି ଯାଅ ନାହିଁ। ଲେଖୁଛନ୍ତି, ସେଥିରେ ଆଦୌ ଫାନ୍ଦରେ ପଡିଯିବ ନାହିଁ। ଆମେ ଫାନ୍ଦରେ ପଡିଯାଉ। ଯେମିତି ଅନେକ ସମୟ ଅନେକ ବ୍ୟକ୍ତି ସବୁ ସ୍ଥାନରେ ଦେଖିବେ, ଯେତେବେଳେ ମନେକର ଯୋଉ ବୟସ୍କ ଲୋକମାନେ ଏକାଠି ହୁଅନ୍ତି, ଚାହା ପେ ଚର୍ଚ୍ଚା ବା ଚାହା ପିଇଲା ବେଳେ ଏକାଠି ବସିଥିବେ, ତାଙ୍କ ଭିତରେ କିଏ ଯଦି ଟିକେ ଅଧିକ ଜ୍ଞାନ ବା ଅଧିକ ପ୍ରଭାବ ବିସ୍ତାର କଲା, ତେବେ ସିଏ ଯାହା କହେ ସେଇଟା ଫାଇନାଲ। ତେଣୁ ତା ଫାନ୍ଦରେ ପଡିଲେ ତାମାନେ। ଏବଂ ଆମେ ଦେଖିଥିବେ ରାଜନୈତିକ ନେତା ମାନେ ଯେତେବେଳେ ମାନେ କଣ କଣ ଦେବେ ବୋଲି ପୁରା ବର୍ଣ୍ଣନା କରି ଯାଆନ୍ତି, ଲୋକେ ତାଙ୍କ ଫାନ୍ଦରେ ପଡି ତାଙ୍କୁ ଭୋଟ ଦିଅନ୍ତି। ସେ ଭୋଟ ପାଇଲା ପରେ କଣ କରନ୍ତି କଣ ନ କରନ୍ତି ସେଟା ବ୍ୟକ୍ତି ସାପେକ୍ଷ, ବ୍ୟକ୍ତି ଉପରକୁ ନିର୍ଭର କରେ। ଏବଂ ଅନେକ ସମୟରେ ବ୍ୟକ୍ତି ଦୂର ପାହାଡ
ସୁନ୍ଦର ଏଇ ଯୋଉ ଘଟଣାଟି ବା ଢଗଟି ରହିଛି, ସେଇ ନ୍ୟାୟରେ ବାହାରୁ ଦେଖିକି ଯୋଉ ସୁନ୍ଦର ଭାବରେ ଖୁସି ହେଇଯାଇଥାନ୍ତି, ଅନେକ ଦିନ ପରେ ତାଙ୍କର ସେ ବିଶ୍ୱାସଟି ଭାଙ୍ଗିଯାଏ, ସେ ପୁରା ହତାଶ ହେଇଯାଆନ୍ତି, କୁହନ୍ତି ଏମିତିଆ ଲୋକ ସେ, ମୁଁ କେବେ ଭାବିନଥିଲି। ଏଇ ପ୍ରକାରର ନିଜ ଭିତରେ ଏକ ଦ୍ୱନ୍ଦ୍ୱାତ୍ମକ ପରିବେଶଟି ବା ଏକ ପ୍ରକାରର ଗୋଟେ ସ୍ଥିତି ପ୍ରସ୍ତୁତ ହୁଏ, ଯୋଉଠିକି ଆମକୁ ସେ କଣ କରେ, ହତାଶ ନିରାଶ ଆଡକୁ ମଧ୍ୟ ନେଇଯାଏ, ଆରୋଗ୍ୟାନ୍ସ ଆଡକୁ ନେଇଯାଏ। ଆମେ ବିରକ୍ତି ପ୍ରକାଶ କରୁ, କ୍ରୋଧ ପ୍ରକାଶ କରୁ, କେତେବେଳେ ବିରକ୍ତି ପ୍ରକାଶ କରିକିରି ଅଭିମାନ କରିକିରି ଶିଥିଳତା ହେଇଯାଉ, କେତେବେଳେ କ୍ରୋଧ ପ୍ରକାଶ କରି ରାଜସିକ ପ୍ରବୃତ୍ତି ହାସଲ କରିକି ଆମେ କିଛି ନା କିଛି କରୁ। ଏଇ ସବୁଥିରୁ ନିଜକୁ ମୁକ୍ତ ରଖିବାକୁ ପଡିବ। କହୁଛନ୍ତି ତେଣୁ କାହାର ବାହାରର ଗୁଣ ଦେଖି ତାକୁ ତ୍ରିକାଳଦର୍ଶୀ ବୋଲି ଭାବି ତାର ଫାନ୍ଦରେ ପଡ ନାହିଁ, କିମ୍ବା ମହାନ ଆଦର୍ଶ ବୋଲି ତାକୁ ଗ୍ରହଣ କରି ତାରି ପଥରେ ଚାଲ ନାହିଁ। ସେଥିପାଇଁ ସବୁବେଳେ କୁହାହଉଛି, ତୁମେ ପରମଙ୍କୁ, ଆଦିଶକ୍ତି ମାଙ୍କୁ ତୁମେ ସବୁବେଳେ ନିଜର ଗୁରୁ ବୋଲି ଗ୍ରହଣ କର। ଆଉ କୌଣସି ବ୍ୟକ୍ତି କିମ୍ବା ଆଉ କୌଣସି ଶକ୍ତି ପାଖରେ ମୁଣ୍ଡ ନୁଆଁ ନାହିଁ। ତେଣୁ ସେମାନଙ୍କ ଫାନ୍ଦରେ ଆଦୌ ପଡ ନାହିଁ। ଆଉ ଯଦି ଯେତେବେଳେ ଦେଖିଲ ତାଙ୍କର ଦୃଶ୍ୟମାନ ଅଥବା ଗୁପ୍ତ ପାପାଚରଣରେ ମଧ୍ୟ କଦାପି ବିରକ୍ତ ପ୍ରକାଶ କର ନାହିଁ। ତୁମର କିଛି ସମାଲୋଚନା କରିବାର ଅଧିକାର ନାହିଁ, ବିରକ୍ତି ହବାର ଅଧିକାର ନାହିଁ, ତମେ ବିରକ୍ତି ପ୍ରକାଶ କର ନାହିଁ। ସେଥିପାଇଁ ମା ଲେଖୁଛନ୍ତି, ଆମେ ପଢୁଥିଲା ପୂର୍ବରୁ, ଯଦି ତୁମର ତାକୁ ବଦଳେଇ ଦେବାର ସାମର୍ଥ୍ୟ ଅଛି, ତେବେ ତାକୁ ବଦଳେଇ ଦିଅ। ତ ସମାଲୋଚନା କାହିଁ କରୁଛ? ସମାଲୋଚନା କଲେ ତୁମର ନିଜର ଚେତନାର ଅଧୋଗତି ହୁଏ, ଅବନତି ଘଟେ। ଯଦି ଉଠେଇବାର ସାମର୍ଥ୍ୟ ରହିଛି ଉପରକୁ, ଉଚ୍ଚତର ଶକ୍ତି ଆଡକୁ, ତାକୁ ଖୋଲିଦେବା, ସମାଲୋଚନା କର ନାହିଁ। ତେଣୁ ତାକୁ କଦାପି ବିରକ୍ତି ପ୍ରକାଶ କରିବ ନାହିଁ। ତାପରେ କହୁଛନ୍ତି, ମନୁଷ୍ୟ ଜାତିର ଏକ ଦୀର୍ଘ ପରିବର୍ତ୍ତନ କାଳ ମଧ୍ୟରେ, ଏଠି ଦୀର୍ଘ କହିଲେ ପରିବର୍ତ୍ତନ କାଳ କହିଲେ, କାରଣ ଆମେ ଯୋଉ ଲାଇଫ ସ୍ପାନ ଭାବୁଛୁ ଯେ 20 ବର୍ଷ କି 50 ବର୍ଷ କି 70 ବର୍ଷ, ପ୍ରକୃତରେ ମନୁଷ୍ୟ ଜୀବନ ଏ ବର୍ଷର ଯୋଉ କାର୍ଯ୍ୟଟି ରହିଛି ସେ କାର୍ଯ୍ୟଟି କଣ୍ଟିନ୍ୟୁ କରିବ ନେକ୍ସଟ ବର୍ଷ। ତେଣୁ ଏ ଯୋଉ ଦୀର୍ଘ ଜୀବନ କାଳ ରହିଛି, ତା ଭିତରେ ପରିବର୍ତ୍ତନର, ସେଟା ହଉଛି ପରିବର୍ତ୍ତନର କାଳ। ମାନେ ନିଜକୁ ଅଗ୍ରଗତି କରିବା ପାଇଁ ତାକୁ ମନୁଷ୍ୟ ଜୀବନ ଦିଆହେଇଛି। ତାର ଯାତ୍ରା ହବ ମନସ୍ତରରୁ ଉର୍ଦ୍ଧ୍ୱ ସ୍ତରକୁ ଗତି କରି 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 ଯାଇ ପରମଙ୍କ ସହିତ ପୂର୍ଣ୍ଣ ଏକତ୍ୱରେ ପ୍ରତିଷ୍ଠିତ ହୋଇ ଏହି ପୃଥିବୀ ପୃଷ୍ଠରେ ବାହ୍ୟ କର୍ମ ସେଇ ଚେତନାରେ ଥାଇ କାର୍ଯ୍ୟ କରିବ। ତେଣୁ ସେତେବେଳକୁ କଣ ହବ, ମନ ପ୍ରାଣ ଶରୀର ପୂର୍ଣ୍ଣ ଭାବରେ ଦିବ୍ୟ ତତ୍ୱରେ ରୂପାନ୍ତରିତ ହେଇସାରିଥିବ। ଏଇ ଯୋଉ ବିବର୍ତ୍ତନର ପାଇଁ ଯୋଉ କାର୍ଯ୍ୟ ଚାଲିଛି, ତେଣୁ ଅନେକ ଜନ୍ମ ଲାଗେ। ତେଣୁ ଦୀର୍ଘ ପରିବର୍ତ୍ତନ କାଳ ମଧ୍ୟରେ ଲେଖୁଛନ୍ତି, ଏଇ ସବୁ ବୈଚିତ୍ର୍ୟର ଆବଶ୍ୟକ ପ୍ରୟୋଜନ ରହିଛି। କାହିଁକି ପ୍ରୟୋଜନ ରହିଛି ଆମେ କଥା ହେଲେ। ଆବଶ୍ୟକ ପ୍ରୟୋଜନ ରହିଛି, ଯଦି ପ୍ରୟୋଜନ ନଥାନ୍ତା କାହିଁକି ନଥାନ୍ତା ବା କାହିଁକି ରହିଛି? ଆମ ଭିତରେ ଯୋଉ ଅସାମର୍ଥ୍ୟ, ଯୋଉ ଦୁର୍ବଳତା ରହିଛି, ସେଗୁଡିକୁ ଆମକୁ ଚିହ୍ନେଇବ କିଏ? କେମିତି ଚିହ୍ନିବ? ସେଥିପାଇଁ ଆମେ ଚିହ୍ନିବାର ଉପାୟ ବି ଅନେକ, ଭିତରେ ଗୋଟେ ଉପାୟ, ତ ପ୍ରଥମ ଉପାୟ ହେଲା ମାଙ୍କୁ କହିବ। ଆଉ ଯଦି କିଛି କିଛି ଚେଷ୍ଟା କରିବା, ତା ଭିତରେ କଣ ହବ ଦେଖିବେ, ଆପଣଙ୍କର ଆସ୍ପୃହା ଫଳରେ ଆପଣଙ୍କୁ ଇଙ୍ଗିତ ଆସିବ। ଆଉ ଟିକେ ଅଧିକ ତୀବ୍ର ହେଲେ ପ୍ରେରଣା ଆସିବ, ଅନ୍ତର ପ୍ରେରଣା। ଏଟା ଜାଣି ହବ। ଏବେ ମନରୁ ଭାବୁଛେ, ଇଙ୍ଗିତ ଆସୁଛି, ଏସବୁ ହଉଛି, କିନ୍ତୁ ସେଇ ଚେତନାରେ ରହିଲେ କଣ ହବ, ଅନ୍ତର ପ୍ରେରଣା ଆସିବ। ତେଣୁ ମୋ ଭିତରେ ଦୁର୍ବଳତା, ଅସାମର୍ଥ୍ୟ ନ ଜାଣିଲେ ତାକୁ ଆଲୋକକ ସମ୍ମୁଖକୁ ନବ କିଏ ସେ? ସେଇଟା ପରିବର୍ତ୍ତନ ନହେଲେ ରୂପାନ୍ତରିତ ହବାର ସମ୍ଭାବନା ନାହିଁ। ପ୍ରତ୍ୟେକ ସତ୍ତା ଆମ ଭିତରେ, ପ୍ରତ୍ୟେକ କୋଷ ପର୍ଯ୍ୟନ୍ତ ଆମକୁ ଅତିମାନ ଶକ୍ତି ପ୍ରସ୍ତୁତି ପାଇଁ ବ୍ୟବହାର କରିବାକୁ ପଡିବ। ତେଣୁ ମନୁଷ୍ୟ ଜାତିର ଏକ ଦୀର୍ଘ ପରିବର୍ତ୍ତନ କାଳ ଲେଖୁଛନ୍ତି,
এই ସବୁ ବୈଚିତ୍ର୍ୟର ଆବଶ୍ୟକ ପ୍ରୟୋଜନ ରହିଛି। କାରଣ ଏ ପ୍ରୟୋଜନ ନଥିଲେ ମୁଁ ମୋର ଅସାମର୍ଥ୍ୟକୁ ଚିହ୍ନି ପାରିବି ନାହିଁ, ତାକୁ ଆଲୋକ ପାଖରେ ସମର୍ପଣ କରିବି ନାହିଁ, ତେବେ ମୋର ଅଗ୍ରଗତି ହୋଇପାରିବ ନାହିଁ। ତାହେଲେ ଦେଖିବେ ଅନେକ ସମୟରେ କଣ ହୁଏ, ଆମ ଭିତରେ ଅନ୍ୟ ପ୍ରବୃତ୍ତି ଗୁଡାକ ଅନେଇକି ବସିଥାନ୍ତି, ଯୋଉଠି ଟିକେ କଣା ଦେଖିବେ ସେ ବାଟେ ପଶିବେ, ମତେ ପ୍ରବୃତ୍ତି ଦ୍ଵାରା ପରିଚାଳିତ କରିନେବେ। ଇଏ ଗଲା 255। ଜ୍ଞାନ 256। ଏହି ଜଗତର କୁଟିଳତା ଦେଖି ତୁମେ କଦାପି ଘୃଣାର ବଶବର୍ତ୍ତୀ ହୋଇପଡିବ ନାହିଁ। ଏହି ପୃଥିବୀକୁ ଆମେ ଏପରି ଗୋଟେ ଆଘାତପ୍ରାପ୍ତ ବିଷାକ୍ତ ସର୍ପ ବୋଲି ଏହି ପୃଥିବୀକୁ ଆମେ ଏପରି ଗୋଟେ ଆଘାତପ୍ରାପ୍ତ ବିଷାକ୍ତ ସର୍ପ ବୋଲି କଳ୍ପନା କରିପାରିବା, ଯିଏକି ଏକ ନିୟତି ନିର୍ଦ୍ଦିଷ୍ଟ ପଙ୍କ ଉଦ୍ଧାର ଏବଂ ପରିପୂର୍ଣ୍ଣତା ଆଡକୁ ଛଟପଟ ହୋଇ ଧାଇଁବାରେ ଲାଗିଛି। ଅପେକ୍ଷା କର, କାରଣ ଏଥିରେ ଭଗବାନ ମଧ୍ୟ ଏକ ବାଜି ଲଗାଇଛନ୍ତି ଏବଂ ଏହି ନିଚତା ମଧ୍ୟରୁ ସେ ଅବଶ୍ୟ ଉଜ୍ଜଳ ଏବଂ ବିଜୟୀ ହୋଇ ବାହାରି ଆସିବେ। କହିଲେ এই ଜଗତର କୁଟିଳତା ଦେଖି ତୁମେ କଦାପି ଘୃଣାର ବଶବର୍ତ୍ତୀ ହୋଇପଡିବ ନାହିଁ। এই ଜଗତକୁ ଯେତେବେଳେ ତମେ ଦେଖିବ, ବର୍ତ୍ତମାନ ଯୋଉ ଛୋଟ ଛୋଟ ଟପିକ ମିଳୁଛି, ସେଇ ଟପିକରେ ଆମେ ଅଳ୍ପ କିଛି ଲୋକଙ୍କୁ ଦେଖୁଛେ, ତେଣୁ ଆମେ କହୁଛେ ଭାରି ବଢିଆ। କିନ୍ତୁ ଅନେକ ସମୟରେ ବ୍ୟକ୍ତି ଘୃଣା କରନ୍ତି ଏବଂ ନିଜେ ଭାରି ବ୍ୟସ୍ତ ହୋଇପଡନ୍ତି ଏଇ କୁଟିଳତା ଛନ୍ଦ କପଟ ଦେଖିକି। ତେଣୁ ପ୍ରଭୁ ଏଠି କହୁଛନ୍ତି ତମେ ଘୃଣାର ବଶବର୍ତ୍ତୀ ହୋଇପଡ ନାହିଁ, କାରଣ ସେମାନେ ଚେତନାର ଯୋଉ ସ୍ତରରେ ଅଛନ୍ତି ସେଉଠୁ ସେମାନଙ୍କର ଅଗ୍ରଗତି ହବ। ଆମକୁ ଲାଗୁଛି, ଯେମିତି ଆମେ କଥା କୁହନ୍ତି, ଆମକୁ ଲାଗୁଛି ଯିଏ ଆଗ ଜନ୍ମ ହେଇଛି ସିଏ ଅଧିକ ଉପଲବ୍ଧି ପାଇଛି ବା ଅଧିକ ଜ୍ଞାନ ସମ୍ପନ୍ନ, ଏଇଟା ଭୁଲ ଧାରଣା। କାହିଁକିନା ଏହା ନିର୍ଭର କରେ ମୋର ନିଷ୍ଠା ଉପରେ। ମୋ ନିଷ୍ଠା ଯେତିକି ତୀବ୍ର, ମୋର ଅଗ୍ରଗତି ସେତିକି ତୀବ୍ର ହବ। ଏଇଠି ସେଥିପାଇଁ ସବୁ ସମୟରେ ଆମେ ସଚେତନ ହବା। ତାପରେ କହୁଛନ୍ତି ଯେ ପୃଥିବୀକୁ ଆମେ ଏପରି ଗୋଟେ ଆଘାତପ୍ରାପ୍ତ ବିଷାକ୍ତ ସର୍ପ ବୋଲି କଳ୍ପନା କରିପାରିବା, ଯିଏକି ଏକ ନିୟତି ନିର୍ଦ୍ଦିଷ୍ଟ ପଙ୍କୋଦ୍ଧାର ଏବଂ ପରିପୂର୍ଣ୍ଣତା ଆଡକୁ ଛଟପଟ ହୋଇ ଧାଇଁବାରେ ଲାଗିଛି। ଯେ ଏଇ ଯୋଉ ଆମର ଭଗବାନ, ସିଏ ପ୍ରଥମରୁ ଯେମିତି ଆମେ କଥା ହଉଥିଲେ, ଯାହାର ଅଳି ଅର୍ଦ୍ଦଳି ଥାଏ ତାକୁ ସହି ଦିଅନ୍ତି, ତାକୁ ପୂରଣ କରନ୍ତି। ତାପରେ ଯେତେବେଳେ ଧୀରେ ଧୀରେ ଅଧିକରୁ ଅଧିକ ତୁମେ ତାଙ୍କ ଉପରେ ନିର୍ଭରତା ଆରମ୍ଭ କରିବ, ସେତେବେଳେ କଣ ହୁଏ, ତୁମକୁ ପଙ୍କ ଉଦ୍ଧାର ଏବଂ ପରିପୂର୍ଣ୍ଣତା ଏଇ ଦିଗରେ ନବା ପାଇଁ ସିଏ କଣ କରିବେ, ଆଉ ହାତ ଛାଡିବେନି, ଜବରଦସ୍ତ ଟାଣିନେବେ। ଜବରଦସ୍ତ ଟାଣିଲା ବେଳେ ଆମେ ଯୋଉ ଯୋଉ ଘଟଣା ସହିତ ଟାଣି ହେଇକି ବାନ୍ଧି ହେଇକି ରହିଥିଲୁ, ଆମେ କଣ କରୁ, ଆମେ ଭାବୁ ଆମେ ପଡି ଯାଉଛୁ ବା ଆମେ କଣ ଗୋଟେ ହେଇଯିବ, ତେଣୁ ଆମେ ହାତ ପକେଇ ଦିଅନ୍ତୁ। এটা କମ ଅଭିଜ୍ଞତା ସମ୍ପନ୍ନ ହୁଏ। ମନେ କରେ ମତେ ଏଠୁ ଟାଣୁଛି ନା, ମୁଁ ଏଠୁ ଯିବି ନାହିଁ ବୋଲି କଣ କରିବି, ଏଇ ହାତଟା ଏଇଠି ମୋ ପାଖରେ ଅଛି, ତାକୁ ଧରି ପକେଇଲି ଗୋଟା। ଏମିତି ଆମେ କରୁ। ଆମର ପୁରାତନ ଚିନ୍ତାଧାରାକୁ ଆମେ କହୁ ଏଇଟା ଅମୂଲ୍ୟ, ଏଇଟା ଥାଉ। ତେଣୁ ସେଇଠି ତୁମେ ଆଉ ହାଇଁ ପାଇଁ ହବ ନାହିଁ ବା କଳ୍ପନା କରିବ ନାହିଁ ଯେ ସେଟା କାହିଁକି ଆସୁନି। ତାପରେ କହୁଛନ୍ତି ଯେ ତମେ ଡାକିବା ଫଳରେ କଣ ହବ, ସେ ନିଶ୍ଚୟ ଉତ୍ତର ଦେବେ। ସେ ଉତ୍ତର କାହିଁକି ନିଶ୍ଚୟ ଦେବେ ନା, କହୁଛନ୍ତି ଅପେକ୍ଷା କର, କାରଣ ଏଥିରେ ଭଗବାନ ମଧ୍ୟ ଏକ ବାଜି ଲଗାଇଛନ୍ତି। ଭଗବାନ କଣ ବାଜି ଲଗାଇଛନ୍ତି, ଯେ ଯୋଉ ପରମ ଚେତନା ସଚ୍ଚିଦାନନ୍ଦ ପରମ ପ୍ରଭୁ, ସିଏ ମର୍ତ୍ତ୍ୟଭୂମି ସହିତ ବା ପ୍ରେଜେଣ୍ଟ ସର୍କମଷ୍ଟାନ୍ସ ସହିତ ବାଧ୍ୟ କରୁଛନ୍ତି ଭାବିବା ପାଇଁ, ସେଟା ହଉଛି କଣ କହୁଥିଲି ଭୁଲିଗଲି। ହଁ, ଭଗବାନ କଣ ବାଜି ଲଗେଇଛନ୍ତି ନା, ଯିଏ ପରମ ସିଏ ଯିଏ ପୁରା ନିଶ୍ଚେତନ ଗହ୍ୱରକୁ ଯାଇ ସେ ନିଶ୍ଚେତନ ଗହ୍ୱର ମଧ୍ୟରୁ ବିବର୍ତ୍ତନ ଧାରାରେ ଧୀରେ 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 ଅଗ୍ରଗତି କରି ସେଇ ପରମ ଚେତନା ଆଡକୁ ସେ ଯାଇପାରିବେ,
ଏଇ ସାମର୍ଥ୍ୟଟି ପାଇଁ ସେ କଣ କରିଛନ୍ତି, ତାଙ୍କୁ ବାଜି ଲଗେଇଛନ୍ତି। ଯେ ସେଥିପାଇଁ କହିଲେନି, କାଲି ଆମେ କହୁଥିଲେ କୃଷ୍ଣ ନାମରେ ପାପ କ୍ଷୟ ହୁଏ ଯେତେ, ପାପୀ ନ କରିପାରେ ପାପ ତେତେ। ଆମେ ବେଳେ ବେଳେ କଣ କରୁ, ଭଗବାନ ସହିତ ବାଜି ଲଗାଉ, ଦେଖିବା ମତେ ଭଗବାନ କେତେ ଦୂର ପର୍ଯ୍ୟନ୍ତ ସହିବେ, ଭଗବାନ କେତେ ଦୂର ପର୍ଯ୍ୟନ୍ତ ସହିବେ, ଆମେ ଦେଖିବା ପାଇଁ ଆମେ ଯେମିତି ବାଜି ଲଗାଉ, ସେମିତି ଭଗବାନ ବାଜି ଲଗେଇଛନ୍ତି ଯେ ଆମକୁ ରୂପାନ୍ତର କରେଇକି ଛାଡିବେ। ରୂପାନ୍ତର ତ ଗୋଟିଏ ଷ୍ଟେପ ମାତ୍ର, ତାପରେ ଆହୁରି ଆମକୁ ପରମଙ୍କ ଆଡକୁ ଯୋଉ ଗତି ରହିଛି, ସେ ଦିଗରେ ସେ ଆମକୁ ଯେମିତି ହେଲେ ନେଇକି ଯିବେ, ଏଇ ବାଜି ଲଗେଇଛନ୍ତି। ତେଣୁ ସେ କେବେ ବି ଛାଡିବେ ନାହିଁ। ଆମକୁ କେବଳ ସଚେତନ ହବାକୁ ପଡିବ। ସେ ଯୋଉ ନିର୍ଦ୍ଦେଶ ଦେବେ, ଯୋଉ ଆଦେଶ ଦେବେ, ତାକୁ କେମିତି କ୍ୟାରି ଆଉଟ କରିବା, ସେଥିପାଇଁ ନିଜକୁ ପ୍ରସ୍ତୁତ କରିବା। ସେଥିପାଇଁ ଲାଷ୍ଟକୁ ଏହି ନିଚତା ମଧ୍ୟରୁ ସେ ଅବଶ୍ୟ ଉଜ୍ଜଳ ଏବଂ ବିଜୟୀ ହୋଇ ବାହାରି ଆସିବେ। ବିଜୟ ସୁନିଶ୍ଚିତ। ମା ବର୍ଣ୍ଣନା କରୁଛନ୍ତି, ମା କହୁଛନ୍ତି, ଶ୍ରୀଅରବିନ୍ଦ ଆମକୁ କହୁଛନ୍ତି ଯେ ମନୁଷ୍ୟ ହେଉଛି ଏକ ମଧ୍ୟବର୍ତ୍ତୀ ସତ୍ତା ଏବଂ ଜଗତରେ ଏହି ଯାବତୀୟ ଦୁଃଖ ଭୋଗ ମଧ୍ୟରୁ ଏପରି ଏକ ଆଲୋକମୟ ସତ୍ତା ଜନ୍ମ ଲାଭ କରିବ, ଯିଏକି ଦିବ୍ୟ ପରମ ସତ୍ତାଙ୍କୁ ଅଭିବ୍ୟକ୍ତ କରି ଆଣିବା ଲାଗି ସମର୍ଥ ହେବ। ତେଣୁ ଏହି ପୃଥିବୀ ବର୍ତ୍ତମାନ ଯେପରି ଅଛି, ଯେଉଁମାନେ ସେଥିରେ ଆଦୌ ସନ୍ତୋଷ ପ୍ରକାଶ କରିପାରୁନାହାନ୍ତି, ସେମାନେ ଏକଥାଟିକୁ ଅବଶ୍ୟ ଜାଣିଛନ୍ତି ଯେ ସେମାନଙ୍କ ମଧ୍ୟରୁ ଜାଗୃତ ହୋଇ ଆସୁଥିବା ଅଭିପ୍ସା କଦାପି ବୃଥା ହୋଇଯିବ ନାହିଁ। ଯୋଉମାନେ କାମ କରୁଥିଲେ, ଯୋଉମାନେ ଭଗବାନଙ୍କୁ ଆହ୍ୱାନ କରୁଥିଲେ, ସେମାନେ ଏଇ ଜିନିଷଟି ଜାଣିପାରିବେ ଯେ ଅସନ୍ତୋଷ ଆସିଲେ ମଧ୍ୟ ସେ ଜାଣିପାରିବେ ଯେ ତାଙ୍କର ଅଭିପ୍ସା କଦାପି ବ୍ୟର୍ଥ ଯିବ ନାହିଁ। ତାମାନେ ଅଭିପ୍ସା ତାଙ୍କର ନିଶ୍ଚୟ ପୂରଣ ହୁଏ। ସେ ତାପରେ ଲେଖିଲେ, ସେମାନଙ୍କ ମଧ୍ୟରୁ ଜାଗୃତ ହୋଇ ଆସୁଥିବା ଅଭିପ୍ସା କଦାପି ବୃଥା ହୋଇଯିବ ନାହିଁ। ସେ ଅଭିପ୍ସା କେବେ ବୃଥା ହବ ନାହିଁ, କାରଣ ସେମାନେ ଜାଣିଛନ୍ତି ଏହି ପୃଥିବୀ ଅବଶ୍ୟ ପରିବର୍ତ୍ତିତ ହେବାରେ ଲାଗିଛି। ଯିଏ ସଚେତନ ହେଲାଣି, ସେ ଜାଣିପାରିବ ଯେ ପୃଥିବୀଟା ପରିବର୍ତ୍ତନ ଅବସ୍ଥା ଆଡେ ସବୁବେଳେ ରହିଛି, ସବୁବେଳେ ସେ ଅଗ୍ରଗତି କରୁଛି। ଆମକୁ ସେଥିପାଇଁ ସଚେତନ ହେବାକୁ ପଡିବ ଏବଂ ତାର ଯନ୍ତ୍ର ହେବାକୁ ପଡିବ। କାହାର? ପରମଙ୍କର। ତେଣୁ ଅନ୍ୟ କୋଉଠି ଆଉ କାହିଁକି ସିଏ ଦର୍ଶନ କରିବ? ତେଣୁ ଏଇ ପୃଥିବୀ ବର୍ତ୍ତମାନ ଯେପରି ଅଛି, ସେମାନେ ସେଥିରେ ଆଦୌ ସନ୍ତୋଷ ପ୍ରକାଶ କରିନାହାନ୍ତି। ସେମାନେ ଏକଥାଟିକୁ ଅବଶ୍ୟ ଜାଣିଛନ୍ତି ଯେ ସେମାନଙ୍କ ମଧ୍ୟରୁ ଜାଗୃତ ହୋଇ ଆସୁଥିବା ଅଭିପ୍ସା କଦାପି ବୃଥା ହୋଇଯିବ ନାହିଁ। ଆଉ ପୃଥିବୀ ଯେ ପରିବର୍ତ୍ତନଶୀଳ, ଏଇ ଗଭୀର ବିଶ୍ୱାସ ସମସ୍ତଙ୍କ ପାଖରେ ଥାଏ। ଯଦି ସେଇ ଅଭିପ୍ସା ସହିତ ଆତ୍ମ ଉତ୍ସର୍ଗ ତଥା ଉଦ୍ୟମ ସଂଯୁକ୍ତ ହୋଇ ରହିପାରିବ, ତେବେ ସବୁ କଥା ଆହୁରି ଅଧିକ ତ୍ୱରାନ୍ୱିତ ଭାବରେ ଗତି କରିବ। ତେଣୁ ଏଇ ସବୁ ଗୁଡ଼ିକ ଅଧିକ ତ୍ୱରାନ୍ୱିତ ହେଇପାରିବ ସେତିକି ବେଳେ ଯେତେବେଳେ ଆମର ଅଭିପ୍ସା ଆଉ ଆତ୍ମ ଉତ୍ସର୍ଗ ମାଙ୍କୁ ହିଁ ପରିପ୍ରକାଶ କରିବା, ଏଇ ସବୁ ଗୁଣ ଗୁଡ଼ିକ ଯେତେବେଳେ ନିଜ ନିଜ ସ୍ଥାନରେ ଆମେ ଯେତେବେଳେ ନିଜକୁ ନିରୀକ୍ଷଣ କରିବା, ଏଇ ଜିନିଷ ଆମେ ଜାଣିପାରିବା ଏବଂ ଆମେ ଦୃଢ ନିଶ୍ଚୟ ରହିବା, ବିଜୟ ସୁନିଶ୍ଚିତ ଏବଂ ପରିବର୍ତ୍ତନ ପୃଥିବୀ ଅବଶ୍ୟ ପରିବର୍ତ୍ତିତ ହେବାର ଲାଗିଛି। ତେଣୁ ପରିବର୍ତ୍ତନ ବି ସ୍ୱତନ୍ତ୍ର। ଯଦି ସେଇ ଅଭିପ୍ସା ସହିତ ଆତ୍ମ ଉତ୍ସର୍ଗ ତଥା ଉଦ୍ୟମ ସଂଯୁକ୍ତ ହୋଇ ରହିପାରିବ, ତେବେ ସବୁ କଥା ଆହୁରି ଅଧିକ ତ୍ୱରାନ୍ୱିତ ଭାବରେ ଗତି କରିବ। ତାହେଲେ ଆମର କାର୍ଯ୍ୟକୁ, ଆମର ସାଧନାକୁ ତ୍ୱରାନ୍ୱିତ କିଏ କରେ? ଏଠି ସିଧାସଳଖ ଲେଖା ହେଇଛି କହିଲେ ଆମେ ବୁଝିପାରିବା। କହିଲେ କଣ? ଆତ୍ମ ଉତ୍ସର୍ଗ ଆଉ ଅଭିପ୍ସା ଆଉ ଉଦ୍ୟମ। କହିଲେ ଯଦି ସେଇ ଅଭିପ୍ସା ସହିତ ଆତ୍ମ ଉତ୍ସର୍ଗ ତଥା ଉଦ୍ୟମ ସଂଯୁକ୍ତ ହୋଇ ରହିପାରିବ, ତେବେ ତମେ ଯାହା ଡାକିଛ ତାହା ନିଶ୍ଚୟ କେମିତି କଣ ପୂରଣ ହେବ, ଦାୟିତ୍ୱ ତାଙ୍କର। ଯଦି ସେ ଅଭିପ୍ସା ସହିତ ଆତ୍ମ ଉତ୍ସର୍ଗ ତଥା ଉଦ୍ୟମ ସଂଯୁକ୍ତ ହୋଇ ରହିପାରିବ, ତେବେ ସବୁ କଥା ଆହୁରି ଅଧିକ ତ୍ୱରାନ୍ୱିତ ଭାବରେ ଗତି କରିବ। ଯେତେବେଳେ ଅଭିପ୍ସା ଯେତେବେଳେ ଆମ ସହିତ ରହିଲା, ଆତ୍ମ ଉତ୍ସର୍ଗ ରହିଲା, ତେବେ ଧୀରେ ଧୀରେ କଣ ହବ? ସବୁ
ଟୁଲ୍ସ ଗୁଡ଼ିକ ଯୋଉ ଯୋଉ ଗୁଣ ସାମର୍ଥ୍ୟ ଅସାମର୍ଥ୍ୟ ସବୁ ଯାକ ମତେ ଦେଖାଯିବ ଏବଂ ତା ଭିତରେ ମୁଁ ସାମର୍ଥ୍ୟକୁ କଣ କରିବି ମାଙ୍କ ପାଖରେ ନେଇକି ଥୋଇବି। ମା ତାକୁ ତାଙ୍କ ଆଲୋକରେ ତାକୁ ଆଲୋକିତ କରିବେ ଏବଂ ଆଉ କିଛି ବି ଯଦି ଏରର ଯୋଉଠି ବି ଦେଖୁଛି ତାକୁ ମଧ୍ୟ ନେଇକି ମାଙ୍କ ପାଖରେ ରଖିବେ। ମା ମା। Thank you all, Aravar.